କାରଣ ସେ ସମସ୍ତ ଗୌରବ ମହିମା ମର୍ଯ୍ୟାଦା ସମ୍ମାନ ପାଇବା ଏକମାତ୍ର ଯୋଗ୍ୟ ଈଶ୍ୱର ସେ ଅଟନ୍ତି। ଯେଉଁ ପ୍ରଭୁ ଆମମାନଙ୍କୁ ଏତେ ସୁନ୍ଦର ଏତେ ସୁଯୋଗଟେ ପ୍ରଦାନ କରୁଛନ୍ତି ସେଥିରେ ଏକ ଈଶ୍ୱରଙ୍କୁ ଧନ୍ୟବାଦ ହଉ। ତା ସଙ୍ଗେ ସଙ୍ଗେ ଏହି ଜିହୋବା ରାଫା ଟିମକୁ ମୋର ହୃଦୟପୂର୍ବକ ପ୍ରେସ୍ ଦଳ ଜ୍ଞାପନ କରେ ଏବଂ ତା ସହିତ ଆଜିର ଜୁମ୍ କାର୍ଯ୍ୟକ୍ରମରେ ଯେତେ ଜଣ ଉପସ୍ଥିତ ସମସ୍ତଙ୍କୁ ମୋର ପ୍ରେଜ୍ ଦେଲ। ହାଲେଲୁୟା। ହାଲେଲୁୟା। ଭଏସ କ୍ଲିୟର ଶୁଭା ଯାଉଛି? ତ ଆସନ୍ତୁ ଆମମାନେ ବର୍ତ୍ତମାନ ଈଶ୍ୱରଙ୍କର ପବିତ୍ର ବାକ୍ୟ ଆଡକୁ ଯିବା। ଯାହା ଲେଖା ଯେ ଯେତେବେଳେ ମିଖା ଭବିଷ୍ୟତ ବକ୍ତାଙ୍କର ପୁସ୍ତକ 7 ପର୍ବର 5 ପଦ, ମିଖା 7 ପର୍ବର 5 ପଦ କେହି ଜଣେ ପାଠ କରନ୍ତୁ। ତୁମ୍ଭେମାନେ ମିତ୍ର ଠାରେ ବିଶ୍ୱାସ କର ନାହିଁ ଓ ପଥର ପ୍ରଦର୍ଶକ ଠାରେ ବିଶ୍ୱାସ କର ନାହିଁ। ତୁମ୍ଭ ବକ୍ଷସ୍ଥଳରେ ଶୟନକାରୀ ଠାରୁ ଆପଣା ମୁଖର ଦ୍ୱାର ରକ୍ଷା କର। ଆମେନ୍। ବାକ୍ୟ ସକାଶେ ଛୋଟ ପ୍ରାର୍ଥନା କରିବା। ସ୍ୱର୍ଗୀୟ ପ୍ରଭୁ ତୁମ୍ଭରି ପବିତ୍ର ମହାନ ନାମର ଧନ୍ୟବାଦ ଦଉଛୁ। ପ୍ରଭୁ ଆଜି ଦିବସରେ ତୁମ୍ଭେ ଆମମାନଙ୍କ ସହବର୍ତ୍ତୀ ହେଲ। ପ୍ରଭୁ ଏ ଦିବସରେ ପ୍ରିୟ ପ୍ରଭୁ ଗୃହ ଠାରୁ ବାହାରେ ଯାଇ ବାହାର ଠାରୁ ଗୃହ ଭିତରକୁ ଆସିବା ପର୍ଯ୍ୟନ୍ତ ତୁମରି ସ୍ୱର୍ଗୀୟ ଦୂତଗଣକୁ ଆମ୍ଭମାନଙ୍କର ପ୍ରିୟ ପ୍ରଭୁ ଯେତେବେଳେ ଚତୁଃପାର୍ଶ୍ୱରେ ପିତା ତୁମେ ରଖିଲ। ପ୍ରଭୁ ଅତି ସୁନ୍ଦର ଭାବରେ ଅତି ଜାଗ୍ରତ ସହକାରେ ପ୍ରଭୁ ଆଜି ଦିବସରେ ପ୍ରିୟ ପ୍ରଭୁ ଆମମାନଙ୍କୁ ତୁମେ ଉଦ୍ଧାର କଲ। ଆଉ ଆମ୍ଭମାନଙ୍କର ଜୀବନରେ ଆସୁଥିବା ଅନେକ ହଠାତ୍ ମୃତ୍ୟୁ ଅନେକ ଦୁର୍ଘଟଣା ଠାରୁ ମଧ୍ୟ ପ୍ରଭୁ ତୁମେ ଉଦ୍ଧାର କଲ। ପ୍ରଭା ଆଜି ସେ ଦିବସଗତ এই সন্ধ্যা সময় উপস্থিত এই সন্ধ্যা সমୟରେ প্রিয় প্রভু ତୁମରି ମନୋନୀତ ସନ୍ତାନ ମାନଙ୍କ ସହିତ ପ୍ରିୟ ପ୍ରଭୁ ତୁମେ ଜୁମ୍ ଅନଲାଇନ ମାଧ୍ୟମରେ ପ୍ରିୟ ପ୍ରଭୁ ତୁମେ ସାକ୍ଷାତ କରିଅଛ ଆଉ ଗୋଟେ ସୁନ୍ଦର ସହଭାଗିତା ଦେଇଅଛ। ତୁମକୁ ଧନ୍ୟବାଦ ହେଉ। ପ୍ରଭା ଆସ ତୁମରି ପବିତ୍ର ଜୀବନ୍ତ ଧର୍ମଶାସ୍ତ୍ର ମଧ୍ୟରୁ ଆମେ ଯୋଉ ପର୍ବ ଏବଂ ପଦକୁ ପାଠ କରିଅଛୁ ଏହାର ଉଚ୍ଚ ଅସାର ଗଭୀର ନିଗୁଡ ତଥ୍ୟ ବିଷୟକୁ ପ୍ରଭୁ ତୁମ୍ଭେ ଉଦ୍ଗାରିତ କର। ତୁମ୍ଭେ ପ୍ରିୟ ପ୍ରଭୁ ଏ ଦିନହୀନ ଦାସଙ୍କର ମୁଖକୁ ତୁମେ ସ୍ପର୍ଶ କର। ମୋହର ମୁଖ ତୁମରି ହସ୍ତରେ ସମର୍ପଣ କରୁଅଛି। ମୁଖ ଦେଇ ତୁମେ କଥା କୁହ। ଆମେ ଯେତେ ଜଣକୁ ପ୍ରିୟ ପ୍ରଭୁ ଯେଉଁ ପ୍ରକାର ଉତ୍ତମ ଆହାରର ଆବଶ୍ୟକ ରହିଅଛି সেই ପ୍ରକାର ପ୍ରିୟ ପ୍ରଭୁ ତୁମର ସ୍ୱର୍ଗୀୟ ଆହାର ତୁମର ସ୍ୱର୍ଗୀୟ ଜୀବନ୍ତ ବାକ୍ୟ କାର୍ଯ୍ୟ ସାଧକ ବାକ୍ୟ ଦିଧାର ଖଡଗଟାର ତୀକ୍ଷ୍ମତର ପ୍ରିୟ ପ୍ରଭୁ এই ପ୍ରକାର ବାକ୍ୟକୁ ଆମମାନଙ୍କର ଜୀବନରେ ପ୍ରିୟ ପ୍ରଭୁ ତୁମ୍ଭେ ଦେବା ପାଇଁ ଯାଉଅଛ। ତୁମକୁ ଧନ୍ୟବାଦ ଦଉଛୁ। ଆସ ବାପା ତୁମେ ବକ୍ତା ତୁମେ ନିଜେ କଥା କୁହ ବୋଲି ପ୍ରେମିକୁ ମୁଁ ପ୍ରଭୁ ଯୀଶୁଙ୍କ ନାମରେ ନିବେଦନ କରି ମାଗୁଅଛୁ। ଆମେନ୍। ପୁନର୍ବାର ପ୍ରଭୁଙ୍କର ପବିତ୍ର ମହାନ ନାମର ଧନ୍ୟବାଦ ହେଉ। ତମେ ପ୍ରିୟ ପରମେଶ୍ୱରଙ୍କର ପବିତ୍ର ସନ୍ତାନ ସନ୍ତତି ମାନେ ଆପଣ ମାନଙ୍କୁ ଈଶ୍ୱରଙ୍କର ପବିତ୍ର ବାକ୍ୟ ଆଡକୁ ଯିବା ପୂର୍ବରୁ ଗୋଟେ ଉଦାହରଣ ବା ଗୋଟେ କାହାଣୀ ଆପଣ ମାନଙ୍କୁ କହିବା ପାଇଁ ଚାହେଁ। ତ ଗୋଟେ ରାଜ୍ୟ ଅଛି। ଆଜି ସେଇ ରାଜ୍ୟରେ ଜଣେ ରାଜା ଅଛନ୍ତି। ଆଉ ସେଇ ରାଜ୍ୟରେ ଯେଉଁ ରାଜା ଅଛନ୍ତି ଆଜି ସେ ତାହାଙ୍କର ରାଜ୍ୟ ନିବାସୀ ମାନଙ୍କ ନିମନ୍ତେ ଆଜି ସେ ରାଜା ଅନେକ ଉତ୍ତମ ଉତ୍ତମ କାର୍ଯ୍ୟ ସେ କରିଛନ୍ତି। এই ଉତ୍ତମ ଉତ୍ତମ କାର୍ଯ୍ୟ କରୁଥିବା ରାଜା ନିଜର ରାଜ୍ୟର ଲୋକମାନଙ୍କ ପାଇଁ ସେ ବହୁତ ଗୁଡିଏ ଉତ୍ତମ ଉତ୍ତମ ସୁବିଧା ମଧ୍ୟ ସେ କରିଅଛନ୍ତି। ତ ସେଇ ରାଜ୍ୟରେ ଆଉ ଜଣେ ପ୍ରଜା ରହୁଥିଲେ କିନ୍ତୁ ରାଜାଙ୍କୁ ସେ ଭଲ ପାଉନଥିଲେ। ରାଜା ଯେତେ ଭଲ କାର୍ଯ୍ୟ କଲେ ମଧ୍ୟ ରାଜା ଯେତେ ଉତ୍ତମ କାର୍ଯ୍ୟ କଲେ ମଧ୍ୟ ଆଉ ସେଇ ପ୍ରଜା ରାଜାଙ୍କୁ କଦାପି ସେ ଇଚ୍ଛା କରୁନଥିଲେ। ସେ ପ୍ରଜାଙ୍କ ମନରେ ରାଜାଙ୍କ ନିମନ୍ତେ ଗୋଟେ କ୍ରୋଧ ଅଛି। ଗୋଟେ କ୍ରୋଧ ଅଛି। ଦିନେ ସେ ପ୍ରଜା ଗୋଟେ ଉପାୟ ସେ ଆପଣାଇଲା ବା ଚିନ୍ତା କଲା ମୁଁ ରାଜାଙ୍କୁ କଣ କରବାର ଅଛି ବଧ କରବାର ଅଛି ବୋଲି ସେ ଚିନ୍ତା କଲା। ଆଉ ସେ ପ୍ରଜା ମୁଁ ରାଜାଙ୍କୁ କେମିତି କଣ କଲେ ମୁଁ ରାଜାଙ୍କୁ ବଧ କରିବି ବୋଲି ସେ ଚିନ୍ତା କରି ଆଜି ସେ ପ୍ରଜା ନିଜକୁ ସେ କଣ କଲା
गोटे उपाय से आपणाइला। ए प्रकार दिने से प्रजा राजा गृह को गला आ राजा को कहूछि हे महाशय आज तुम्हे आम्भ मानकर गृह रे अर्थात आमर घरे तुम्हे कौन कर खाइबा पे तमे आस। राजा आश्चर्य हो गले ए प्रजा मो सहित केबे कथा हेबो नाही ए प्रजा मते आज काहेकि से डाकुछि कौन पे डाकुछि बोली चिंता करी राजा प्रजा को कहले अयो बाबू केबे नहीं तुम्हे काहेकि आज मते डाकबा पे आसीछो। सेतेबेले प्रजा कहूछि महाशय आपणकर मन पसंदर आपनको जहा भल लागबो आज से मृग मांस मु कौन करिछि जंगल को जाइथिले जंगल को जाइथिली से मृग हरिण गोटे को मारी करी तमर मन पसंद हैला सदृश मु घरे खाद्य प्रस्तुत करिछि। राजा बहुत खुशी हो गले कारण राजा प्रिय खाद्य हरिण मांस। तो राजा जेते बेले खुशी हो कहले हाँ ठीक अच्छी मु निश्चिंत भाव रे तुम गृह रे मुई जीवी एवं भोजन करी। सेतेबेले राजा से प्रजा सहित चली गले। जेतेबेले राजा प्रजा सहित गले से माने एकत्र होई करी से माने बसले खाइले पीले खाई सरला पर राजा पचारुछंती बाबूरे आउरी किछि खाद्य अर्थात आउरी किछि मांस अछि कि। सेतेबेले से राजा कौन से प्रजा कौन बोली कर कहले हाँ महाशय अच्छी। सेतेबेले राजा कहले ठीक अच्छे जदि अच्छी बोले तुम कौन करो मोर पे टिके पैक कर दियो मुई घरे नेबी। राजा सेतेबेले घरे धरी कर पळैले से मांस को रानी खाइले। रानी खाइला पर राजा को कहउछंती अरे तुमे ए मांस को कोठरू आनलो एते सुंदर खाद्य एते सुंदर मांस प्रस्तुत करा जाइछि तमे कोठरू आनलो। सेतेबेले राजा कहले रानी आम राज्य रे थिबा गोटे प्रजांकर घर को मुई गली आउ से स्थान रे कोन हैला सीए मते भोजन पाए से निमंत्रण करिथिले मु गली खाइली मोर पार्टी को स्वाद लागबा हेतु तुमर पाए मध्य किछि आनी देछि। सेतेबेले रानी चिंता करले अरे कहउछते राजा को राजा तमे जार घरे जाई कर तुमे खाइलो तार सहित तुमे कोन करो मित्र स्थापन करो कौन करो मित्र स्थापन करो। सेतेबेले राजा कहले मुई गोटे प्रजा सहित केमती मित्र बांधी पारबी। सेतेबेले रानी कहउछंती जदि तार सहित तमे मित्र बांधव नाही ताहेले तुमको हरिण मांस मिलबो नाही। तो एई प्रकार समय रे राजा मने मने चिंता कला ठीक कथा मु जदि से प्रजा सहित कौन करिबी मित्र गोटे बंधुत्वता स्थापन करिबी ताहेले मते कौन हेबो प्रतिदिन खाइबा पई मते उत्तम खाद्य अर्थात हरिण मांस मते मिलबो बोली करी ए प्रजा कौन कला ए राजा कौन कला प्रजांकर सहित से बंधुत्व स्थापन कला अर्थात से माने बंधु मित्र हे गले दुई जन। ए दुई जन जेतेबेले मित्र हे गले गोटे दिन प्रजा आसी करी राजांकर सम्मुख रे ठिया हेले आउ से प्रजा कहउछंती हे राजा मित्र तमे सुनो आज आमे कोन करबा जंगल को जीवा। सेतेबेले राजा कहउछंती काहे कि प्रजा मित्र आमे काहे कि जंगल को जीवा। सेतेबेले से प्रजा कहले राजा मित्र आमे जंगल को जाई करी आमे दुई मित्र मिसी करी आमे कोन करबा सेही जंगल रे जाई करी हरिण को बद्ध करबा आउ आणला परे आमे दुई मित्र अति सुंदर भाव रे ताको प्रस्तुत करी आमे भोजन पान करिबा बोली से प्रजा कहले। राजा बहुत आनंद ही गले आनंद ही करी से कहउछंती हाँ ठीक अछि चलो जीवा मित्र बोली से माने दुई जन परस्पर मध्य रे से माने कथा वार्ता हे करी जंगल को बाहरी पड़ले। राजा सेतेबेले कहले प्रजा मित्र एते बेले मु आ कहा को निमंत्रण मु कहा को डाकबी कि सैनिक मान को डाकिथिबी कि। सेतेबेले से प्रजा कहउछंती नाही मित्र आमे दुई मित्र थिले तो यथेष्ट तमे काहे कि कहा को डाकबो बोली से दुई मित्र मिसी करी से माने कोठी पळैले जंगल को से पळैले। से माने जंगल मध्य रे बुलु बुलु कोन हैला मोर प्रिय परमेश्वर लोक माने टिके ध्यान सहित सुनंतु तो कोन हैला गोटे मध्य हरिण देखा गला नै गोटे मध्य हरिण न देखा जीवा हेतु
ରାଜା କହିଲେ ପ୍ରଜାକୁ, ପ୍ରଜା ମିତ୍ର ଆମେ ଆସିଛୁ କେତେ ସମୟ ହେବ, ଗୋଟେ ମଧ୍ୟ ହରିଣ ଦେଖାଯାଉ ନାହାନ୍ତି, ଆମେ କଣ କରିବା? ସେତେବେଳେ ସେ ପ୍ରଜା କହିଲେ ଏଇ ରାଜା ବୋଲି କହିଲେ। ଏଇ ରାଜା ବୋଲିକରି କହିବା ହେତୁରୁ ରାଜା କଣ ହେଲେ, ବିରକ୍ତ ହେଇଗଲେ। ତମେ ମତେ କଣ ରାଜା ବୋଲି କରି ଡାକୁଛ? ସେତେବେଳେ ରାଜା ବିରକ୍ତ ହେଇଯିବା ହେତୁରୁ ସେ ପ୍ରଜା କହୁଛି, ତୁଇ ଆଜି ମତେ ବିରକ୍ତ ହେଲେ ମଧ୍ୟ, ରିସା ହେଲେ ମଧ୍ୟ ତୁଇ ଆଜି ମୋର କିଛି କ୍ଷତି କରିପାରିବୁ ନାହିଁ। କାରଣ ଆଜି ମୁଇଁ ତତେ କଣ ପାଇଁ ଡାକି ଆଣିଛି? ଜଙ୍ଗଲକୁ ହରିଣକୁ ବଧ କରିବା ନିମନ୍ତେ ନୁହେଁ, ମୁଁ ତତେ ବଧ କରିବା ପାଇଁ ମୁଇଁ ଡାକି ଆଣିଛି। ସେତେବେଳେ ରାଜା କହିଲେ, ତୁ କାହିଁକି ମତେ ବଧ କରିବୁ? ମୁଇଁ ତ ତୋର ମିତ୍ର, ଆମେ ଦୁଇ ଜଣ ପରସ୍ପର ଗୋଟେ ଉତ୍ତମ ବନ୍ଧୁ ସ୍ଥାପନ କରିଛୁ। ସେତେବେଳେ ସେଇ ମୋର ପ୍ରିୟ ପରମେଶ୍ୱରଙ୍କର ଲୋକମାନେ ସେଇ ପ୍ରଜା କହୁଛନ୍ତି, ରାଜା ଯେତେ ଭଲ କାମ କଲେ ମଧ୍ୟ, ତୁ ଯାହା କଲେ ମଧ୍ୟ ମୋର ହୃଦୟରେ ତୋର ପାଇଁ ପ୍ରେମ ନାହିଁ। ମୁଁ ଆଜି ଗୋଟେ ବାହାନା କରି ତୋର ସହିତ ଗୋଟେ ବନ୍ଧୁତା ସ୍ଥାପନ କରିଥିଲି, ଗୋଟେ ବାହାନାରେ ତୋର ପାଇଁ ଆଜି ତୋର ସହିତ ମୁଁ ଗୋଟେ ମିତ୍ର ସ୍ଥାପନ କରିଥିଲି। ପ୍ରକୃତରେ ମୁଁ ତତେ ମୋର ଆପଣାର ପ୍ରାଣର ମିତ୍ର ମୁଁ ତତେ ସ୍ଥାପନ କରିନାହିଁ। ସେତେବେଳେ ରାଜା ବିରକ୍ତି ହେଇଗଲେ। ସେତେବେଳେ ବିରକ୍ତ ହେଲା ପରେ ରାଜା କହିଲେ, ତୁ ମତେ ଆଜି ବଡ ସାହସରେ କଥାବାର୍ତ୍ତା କରୁଛୁ। ସେତେବେଳେ ପ୍ରଜା କହିଲେ, ମୋର ପ୍ରିୟ ପରମେଶ୍ୱରଙ୍କର ଲୋକମାନେ ପ୍ରଜା କହିଛନ୍ତି କଣ ବୋଲି କରି ଦେଖିବା ପାଇଁ ଗଲେ, ତାର କେତେଟା ବିରୋଧ ଲୋକମାନେ ଥିଲେ, ସେମାନଙ୍କୁ ଡାକି କରି ଆଜି ରାଜା ପ୍ରଜା କଣ କରିଲେ, ଆସ ଏ ରାଜାକୁ ବଧ କର ବୋଲି କରି କହିବା ହେତୁରୁ ରାଜାକୁ ସେମାନେ କଣ କଲେ, ପ୍ରଜା ପଟେ ସପକ୍ଷରେ ଥିବା 4-5 ଜଣ ଏ ରାଜାକୁ ସେ ବଧ କଲେ। ଏଇ ଉଦାହରଣ ମୋର ପ୍ରିୟ ପରମେଶ୍ୱରଙ୍କର ଲୋକମାନେ, ଏଇ ଉଦାହରଣ ମୁଁ ଆପଣଙ୍କୁ କାହିଁକି କହିଲି, ତାର ଅର୍ଥ ଏଇ ମିଖା ଭବିଷ୍ୟତ ବକ୍ତାଙ୍କର ପୁସ୍ତକ 7 ଅଧ୍ୟାୟ 5 ପଦରେ ଲେଖାଯାଏ। ଆଉ ଥରେ କିଏ ପାଠ କରନ୍ତୁ, 7 ପର୍ବର 5 ପଦ। ମିଖା ତୁମ୍ଭେମାନେ 7 ହଁ, ମାନେ ମିତ୍ର ଠାରେ ପ୍ରତ୍ୟୟ କର ନାହିଁ ଓ ତୁମ୍ଭେ ମାନେ ମିତ୍ର ଠାରେ ପ୍ରତ୍ୟୟ କର ନାହିଁ। ଏହାର ଅର୍ଥ ମୋର ପ୍ରିୟ ପରମେଶ୍ୱରଙ୍କର ଲୋକମାନେ, ତୁମ୍ଭେ ମାନେ ମିତ୍ର ଠାରେ ଭରସା କର ନାହିଁ। ଆଜି ମୁଁ ଏଇ ଆପଣ ମାନଙ୍କୁ ଅଳ୍ପ ସମୟ କହିବା ପାଇଁ ଚାହେଁ, ଗୋଟେ ଟପିକ ଆପଣ ମାନଙ୍କର ପାଇଁ, ଆମ ସମସ୍ତଙ୍କର ପାଇଁ ମୁଁ ରଖିଛି, ଉତ୍ତମ ମିତ୍ରତା। ଆଜି ଜଗତରେ ଦେଖିବା ପାଇଁ ଗଲେ, ଆଜି ପ୍ରତ୍ୟେକ ମନୁଷ୍ୟକୁ ମିତ୍ର ଆବଶ୍ୟକ ପଡୁଛି। ଜଗତରେ ଗୋଟେ ଯୁବାକୁ ଗୋଟେ ମିତ୍ର ଆବଶ୍ୟକ ପଡୁଛି, ବୃଦ୍ଧ ଲୋକକୁ ମିତ୍ର ଆବଶ୍ୟକ ପଡୁଛି, ଗୋଟେ ଯାଜକ, ପାଳକ, ବିଶ୍ୱାସୀ, ବିଶ୍ୱାସିନୀ, ବୋଧେ ହୁଏ ସେ ପରମେଶ୍ୱରଙ୍କର ଲୋକ ହୁଅନ୍ତୁ କି ନ ହୁଅନ୍ତୁ, ଆଜି ପ୍ରତ୍ୟେକ ମନୁଷ୍ୟ ମାନଙ୍କର ଜୀବନରେ ଗୋଟେ ଗୋଟେ ମିତ୍ର ଆବଶ୍ୟକ ପଡୁଛି। ପ୍ରତ୍ୟେକ ଜୀବନରେ ଗୋଟେ ଗୋଟେ ମିତ୍ର ଆବଶ୍ୟକ ପଡୁଛି। ଲୋକମାନେ ଏଇ ବର୍ତ୍ତମାନ ସମୟରେ ଏମିତି ହେଇଗଲେଣି ଯେ, ଆଜି ଫୋନ ମାଧ୍ୟମରେ ଆଜି ଗୋଟେ ଫ୍ରେଣ୍ଡ କରୁଛନ୍ତି, ଆଜି ଇନଷ୍ଟା ମାଧ୍ୟମରେ ଗୋଟେ ଫ୍ରେଣ୍ଡ କରୁଛନ୍ତି, ଫେସବୁକ ମାଧ୍ୟମରେ ଫ୍ରେଣ୍ଡ କରୁଛନ୍ତି। ଏଇ ବର୍ତ୍ତମାନ ସମୟ ବନ୍ଧୁ ବିହୁନେ କିଛି ନାହିଁ ବୋଲି ବର୍ତ୍ତମାନ ସମୟ ଏଇ ଜଗତର ଲୋକମାନେ ଚିନ୍ତା କରୁଛନ୍ତି। ବର୍ତ୍ତମାନ ଲୋକଙ୍କର ଚିନ୍ତା, ଏଇ ବର୍ତ୍ତମାନ ସମୟରେ ଯଦି ବନ୍ଧୁତା ନଥିଲେ, ଆଜି ମିତ୍ରତା ନଥିଲେ, ଆଜି ଜଗତରେ କିଛି ହେବ ନାହିଁ ବୋଲି କରି ସେମାନେ ଚିନ୍ତା କରୁଛନ୍ତି। କିନ୍ତୁ ବାଇବେଲ କହେ, ତୁମ୍ଭେ ମାନେ କଣ କର ନାହିଁ, ପ୍ରତ୍ୟେକ ମୋର ପ୍ରିୟ ପରମେଶ୍ୱରଙ୍କର ଲୋକମାନେ, ତୁମ୍ଭେ ମାନେ ମିତ୍ର ଠାରେ ତୁମେ କଣ କର ନାହିଁ, ବିଶ୍ୱାସ କର ନାହିଁ। ଆଜି ବାସ୍ତବରେ ତୁମମାନଙ୍କର ଜୀବନରେ ମଧ୍ୟ ମିତ୍ର ଥିବେ, ମୋର ଜୀବନରେ ମଧ୍ୟ ମିତ୍ର ଅଛନ୍ତି, ମୋର ଜୀବନରେ ମଧ୍ୟ ବନ୍ଧୁ ଅଛନ୍ତି, ତୁମମାନଙ୍କର ଜୀବନରେ ମଧ୍ୟ ବନ୍ଧୁ ଥିବେ। କିନ୍ତୁ ବାସ୍ତବରେ ବାକ୍ୟ କହେ, ମିଥ୍ୟା ଭବିଷ୍ୟତ ବକ୍ତାଙ୍କର ଦ୍ଵାରା, ତୁମ୍ଭେ ମାନେ କଣ କର ନାହିଁ, ପ୍ରତ୍ୟେକ ମିତ୍ର ଠାରେ ତୁମ୍ଭେ ମାନେ କଣ କର ନାହିଁ, ବିଶ୍ୱାସ କର ନାହିଁ, ମିତ୍ରଙ୍କର ପ୍ରତି ତୁମ୍ଭେ ମାନେ ଭରସା କର ନାହିଁ। ତେଣୁକରି ମୋର ପ୍ରିୟ ପରମେଶ୍ୱରଙ୍କର ଲୋକମାନେ, ଏବେ ଆମେ ସମସ୍ତଙ୍କୁ ଜଗତର ମିତ୍ରତା ଇଚ୍ଛା ଲାଗୁଛି। ଆମ ସମସ୍ତଙ୍କୁ ଜଗତର ମିତ୍ରତା ଇଚ୍ଛା ଲାଗୁଛି। ଆମେ ଜଗତରେ କଣ ମିତ୍ରତା ସ୍ଥାପନ କରିଛୁ?
ଦେଖିବା ପାଇଁ ଗଲେ ଅନେକ ଲୋକମାନେ ଆଜି ଘର ସହିତ ମିତ୍ରତା ସ୍ଥାପନ କରିଛନ୍ତି। ଦେଖିବା ପାଇଁ ଗଲେ ଅନେକ ଲୋକମାନେ ଆପଣ ସୁନା ଅଳଙ୍କାର ସହିତ ମିତ୍ରତା ସ୍ଥାପନ କରିଛନ୍ତି। ଅନେକ ଲୋକମାନେ ଆଜି ପଇସା ପତ୍ରର ମିତ୍ରତା ସ୍ଥାପନ କରିଛନ୍ତି। ଆଜି ଅନେକ ଲୋକ ଏଇ ଜଗତ ସହିତ ମିତ୍ରତା ସ୍ଥାପନ କରିଛନ୍ତି, ଜଗତର ସହିତ ବନ୍ଧୁତା ସ୍ଥାପନ କରିଛନ୍ତି। ଅନେକ ଲୋକ ବର୍ତ୍ତମାନ ସମୟରେ ଏଇ ଫୋନକୁ ଆପଣାର ଅତି ପ୍ରାଣର ପ୍ରିୟ ମିତ୍ର କରିଛନ୍ତି। ଆଜି ମୋର ପ୍ରିୟ ପରମେଶ୍ୱରଙ୍କର ଲୋକମାନେ ବର୍ତ୍ତମାନ ସମୟରେ ଏଇ ଫୋନକୁ ଲୋକମାନେ ଅଧିକ ମିତ୍ରତା ସ୍ଥାପନ କରିଛନ୍ତି, ଅଧିକ ନିଜର ବନ୍ଧୁ କରିଛନ୍ତି। ଆଜି ଘରେ ମା ବାପା ନଥିଲେ ଚଳିବ, ଆଜି ଘରେ ଗୋଟେ ଭଉଣୀ ନଥିଲେ ଚଳିବ, ଆଜି ଜଗତରେ ବନ୍ଧୁ ବା ମିତ୍ର ନଥିଲେ ଚଳିବ, କିନ୍ତୁ ପାଖରେ ଫୋନ ନଥିଲେ, ଫୋନ ମିତ୍ର ନଥିଲେ ଚଳିବ ନାହିଁ। ଚଳିବ କି? ନଥିଲେ ଚଳିବ ନାହିଁ। ଆଜି ନିହାତି ଭାବରେ ଆମ ସମସ୍ତଙ୍କର ଜୀବନରେ ଫୋନ ମିତ୍ର ମଧ୍ୟ ଆବଶ୍ୟକ ରହିଛି। ଆହୁରି ଆମେ ଫୋନ ମିତ୍ରକୁ ବେଶୀ ଇମ୍ପୋର୍ଟାଣ୍ଟ ଦଉଛୁ। ଆଜି ଗୋଟୋଳି ନ ଖାଇଲେ ମଧ୍ୟ, ଗୋଟୋଳି ନ ଶୋଇଲେ ମଧ୍ୟ ଆଜି ଆମର ଫୋନ ମିତ୍ର ଆମର ପାଖେ ଥିବାର ଅଛି। ମୋର ପ୍ରିୟ ପରମେଶ୍ୱରଙ୍କର ଲୋକମାନେ ଏତେବେଳେ ବାଇବେଲ କଣ ବୋଲି କରି କହେ, ମୋ ସହିତ ଖୋଲନ୍ତୁ ଯାକୁବଙ୍କ ପତ୍ର 4 ଅଧ୍ୟାୟ ତାର 4 ପଦ। ଯାକୁବ 4 ପର୍ବର 4 ପଦ କଣ ବୋଲି ଅଛି? हे ବ୍ୟभिଚାରିଣୀ ମାନେ ହେ ବେବିଚାରିଣୀ ମାନେ ଜଗତର ମିତ୍ରତା ଈଶ୍ୱରଙ୍କ ଜଗତର ଶତ୍ରୁତା। ମିତ୍ରତା ଈଶ୍ୱରଙ୍କର କଣ ଅଟେ? ଶତ୍ରୁତା। ଶତ୍ରୁତା। ଏଇ ଜଗତର ମିତ୍ର ଈଶ୍ୱରଙ୍କର ଶତ୍ରୁତା ଅଟେ। ଆମେ ଏଇ ଜଗତରେ ଯାହାଙ୍କୁ ମିତ୍ର ବୋଲି ସ୍ଥାପନ କରିଛୁ, ବନ୍ଧୁ ବୋଲି ସ୍ଥାପନ କରିଛୁ, ପରମେଶ୍ୱର ଏଇ ଜାଗତିକ ମିତ୍ରକୁ ଇଚ୍ଛା କରନ୍ତି ନାହିଁ। ପରମେଶ୍ୱର ଏଇ ଜାଗତିକ ବନ୍ଧୁତାକୁ ସେ ଇଚ୍ଛା କରନ୍ତି ନାହିଁ। କିନ୍ତୁ ମୋର ପ୍ରିୟ ପରମେଶ୍ୱରଙ୍କର ଲୋକମାନେ, ଅତଏବ ଯେ କେହି ଜଗତର ମିତ୍ର ହେବାକୁ ଇଚ୍ଛା କରେ, ସେ ଆପଣାକୁ ଈଶ୍ୱରଙ୍କ ଶତ୍ରୁ ବୋଲି ପ୍ରତିପନ୍ନ କରେ। ଆଜି ଆମ ସମସ୍ତଙ୍କୁ ଜାଗତିକ ମିତ୍ର ଇଚ୍ଛା ଲାଗିବ, ଆମ ସମସ୍ତଙ୍କୁ ଜାଗତିକ ବନ୍ଧୁ ଇଚ୍ଛା ଲାଗିବ। ଆମ ସମସ୍ତଙ୍କୁ ଏତେବେଳେ ଜଗତରେ ଆମେ ମାନେ ଅନେକ ଜାଗତିକ ମିତ୍ରତା ସ୍ଥାପନ କରିଛୁ। ଅନେକ ଲୋକ ଜାଗତିକ ମିତ୍ର ବନ୍ଧୁ ସ୍ଥାପନ କରିଛନ୍ତି। ଆଜି ଅନେକ ଲୋକ ଜଗତରେ ମଦ ମାଂସ ପାଇଁ ମିତ୍ରତା ସ୍ଥାପନ କରିଛନ୍ତି। ଅନେକ ଲୋକ ଏଇ ଜଗତରେ ଟଙ୍କା ପଇସା ପାଇଁ ମିତ୍ରତା ସ୍ଥାପନ କରିଛନ୍ତି। ଅନେକ ଲୋକ ଏହି ଜଗତରେ ପ୍ୟାଣ୍ଟ ସାର୍ଟ ପାଇଁ ମିତ୍ରତା ସ୍ଥାପନ କରିଛନ୍ତି। ଆଜି ବାସ୍ତବରେ ଆପଣ ମାନେ ଚିନ୍ତା କରନ୍ତୁ, ଗୋଟେ ମିତ୍ର ଥିବ କି ଗୋଟେ ବନ୍ଧୁ ଥିବ, ଯଦି ଗୋଟେ ବନ୍ଧୁ ଯଦି ଆଉ ଗୋଟେ ବନ୍ଧୁଙ୍କର ଗୃହକୁ ଚାଲିଯିବ, ସେମାନେ କଣ କରିବେ? ସର୍ବପ୍ରଥମରେ ଦୁଇ ବନ୍ଧୁ ମିଶିକରି ବା ଦୁଇ ପରିବାର ମିଶିକରି ସେମାନେ ପରମେଶ୍ୱରଙ୍କୁ ଧ୍ୟାନ ଦେବେ ନାହିଁ, ପରମେଶ୍ୱରଙ୍କର ବାକ୍ୟକୁ ଧ୍ୟାନ ଦେବେ ନାହିଁ, ପରମେଶ୍ୱରଙ୍କର କାର୍ଯ୍ୟକୁ, ପରମେଶ୍ୱରଙ୍କ ରାଜ୍ୟକୁ ସେମାନେ ଧ୍ୟାନ ଦେବେ ନାହିଁ। ଅନେକ ଦିନଠୁ ମିଶିଛୁ, ଯିବା ମିତ୍ର, ଯିବା ବନ୍ଧୁ ବୋଲିକରି କୁହେଲେ ୱାନ୍ସଅପରେ ଯାଇକରି ସେମାନେ ବସିଥିବେ, କୁହେଲେ ମଦ ବାଟିରେ ଯାଇକରି ସେମାନେ ବସିଥିବେ। ଆଉ ଆଜିକା ଡେଟରେ ଅନେକ ଲୋକ, ମୋର ପ୍ରିୟ ପରମେଶ୍ୱରଙ୍କର ଲୋକମାନେ, ଏଇ ଜଗତ ମିତ୍ର, ମୋର ପ୍ରିୟ ପରମେଶ୍ୱରଙ୍କର ଲୋକମାନେ ଜଗତର ସହିତ ମିତ୍ରତା ସ୍ଥାପନ କରିଛନ୍ତି। ଏଇ ଜଗତର ମନୁଷ୍ୟ ମାନଙ୍କ ସହିତ ମିତ୍ରତା ସ୍ଥାପନ କରିଛନ୍ତି। ଏଇ ଜଗତର ମନୁଷ୍ୟ ମାନଙ୍କ ସହିତ ବନ୍ଧୁତ୍ୱତା ସ୍ଥାପନ କରିଛନ୍ତି। ଆଜି ଅନେକ ଲୋକ ମଦ ମାଂସ ପାଇଁ ମିତ୍ରତା କରିଛନ୍ତି, ପ୍ୟାଣ୍ଟ ସାର୍ଟ ପାଇଁ ମିତ୍ରତା କରିଛନ୍ତି, ପଇସା ପତ୍ର ପାଇଁ ମିତ୍ରତା କରିଛନ୍ତି। ଏଇ ଜାଗତିକ ମିତ୍ର, ମୋର ପ୍ରିୟ ପରମେଶ୍ୱରଙ୍କର ଲୋକମାନେ, ଆମକୁ କେଉଁ ପ୍ରକାର ପରିସ୍ଥିତିରେ ପହଞ୍ଚାଇବ? ଏଇ ଜାଗତିକ ମିତ୍ର ଆମ୍ଭ ମାନଙ୍କୁ କେଉଁ ପ୍ରକାର ପରିସ୍ଥିତିରେ ପହଞ୍ଚାଇବ? ବାଇବେଲ ଆମକୁ ସ୍ପଷ୍ଟ ଭାବରେ କହେ, ଜିରିମିୟ 9 ଅଧ୍ୟାୟ ତାର 4 ପଦ ଟିକେ ଖୋଲନ୍ତୁ। ଜିରିମିୟ 9 ଅଧ୍ୟାୟ ତାର 4 ପଦ। ଜିରିମିୟ 9 ଅଧ୍ୟାୟ ତାର 4 ପଦ କଣ ଲେଖାଯାଏ? ଜିରିମିୟ 9 ଅଧ୍ୟାୟ ତାର 4 ପଦ। ତୁମ୍ଭେମାନେ ପ୍ରତ୍ୟେକେ ତୁମ୍ଭେମାନେ ଆପଣା ଆପଣା ପ୍ରତ୍ୟେକେ
ଆପଣ ଆପଣା ଆପଣ ଆପଣା ପ୍ରତିବାଦୀ ବିଷୟରେ ସାବଧାନ ହୁଅ। କେମିତି ହେଇଥାଅ? ଏଇ ଜଗତର ମିତ୍ର ମାନଙ୍କର ସହିତ ତୁମେ ସାବଧାନ ହେଇ କରିଥାଅ। ଆଜି ଯୋଉ ଲୋକମାନେ ଜଗତରେ ଏତେବେଳେ ମଦ ମାଂସ ପାଇଁ ମିତ୍ରତା କରିଛନ୍ତି, ଯୋଉ ଲୋକମାନେ ପ୍ୟାଣ୍ଟ ସାର୍ଟ ପାଇଁ ମିତ୍ରତା କରିଛନ୍ତି, ଯୋଉ ଲୋକମାନେ ଖାଇବା ପାଇଁ ମିତ୍ରତା କରିଛନ୍ତି, ଯୋଉ ଲୋକମାନେ ପଇସା ପତ୍ର ପାଇଁ ମିତ୍ରତା କରିଛନ୍ତି, ଆଜି ସେଇ ମିତ୍ର ମାନଙ୍କର ସହିତ ସେ ମିତ୍ର ମାନଙ୍କର ପାଇଁ ତୁମେ ମାନେ କଣ ହେଇ କରିଥାଅ? ସାବଧାନ ହେଇ କରିଥାଅ। ଆଜି ସେ ମିତ୍ର ମାନେ ସେ ମିତ୍ରୀ ମାନେ ତୁମକୁ କଣ କରିବେ? ଏବେ ଦୁଇଟା ମିତ୍ରୀ ଥିବେ, ଦୁଇଟା ମିତ୍ରୀ ଥିଲା ବେଳକୁ ଗୋଟେ ମିତ୍ରୀ ଯାଇକରି କହିବ, ଏ ମିତ୍ରୀ ତମର ଗୋଟେ ଭଲ ଶାଢୀ କି ଗୋଟେ ଭଲ ଡ୍ରେସ ଗୋଟେ ଦେଇଥାଉ ବୋଲେ, ଯଦି ସେ ଦେବ ନାହିଁ ବୋଲେ ସେ କଣ ବୋଲିକରି କହିବ, ମୋର ମିତ୍ରୀ ଭଲ ନାହିଁ। ଆଜି ଟଙ୍କା ପଇସା ପାଇଁ ମିତ୍ର ହେଇଥିବା ଲୋକମାନେ ଆଜି ସେମାନେ ଯଦି କହିବେ, ହେ ମିତ୍ର ମତେ ଏତେ ଟଙ୍କାର ଆବଶ୍ୟକ ଅଛି ବୋଲି ଗୋଟେ ମିତ୍ର ଆଉ ଗୋଟେ ମିତ୍ରକୁ ଯଦି ଫୋନ କରିବ, ତାହେଲେ ମୋର ପ୍ରିୟ ପରମେଶ୍ୱରଙ୍କର ଲୋକମାନେ ଯଦି ସେ ମିତ୍ର ମନା କରିଦେବ, ମୋର ପାଖେ କୌଣସି ପଇସା ପତ୍ର କିଛି ନାହିଁ ମିତ୍ର, ମୁଇଁ ଦେଇପାରିବି ନାହିଁ କି ସାହାଯ୍ୟ କରିପାରିବି ନାହିଁ ବୋଲିକରି କହିଲେ, ସେତେବେଳେ ସେ କଣ ବୋଲିକରି କହିବ, ମୋର ମିତ୍ରକୁ ଗୋଟେ କେତେ ଟଙ୍କା ମାଗଲି ସିଏ ମତେ ଦେଲେ ନାହିଁ। ଆଜି ଏ ମୋର ପ୍ରିୟ ପରମେଶ୍ୱରଙ୍କର ଲୋକ, ଏଇ ଜଗତର ମିତ୍ରତା ଆମମାନଙ୍କୁ କଣ କରବ? ପ୍ରତ୍ୟେକ ଆପଣ ପ୍ରତିବାଦୀ ବିଷୟରେ ସାବଧାନ ହୁଅ। କୌଣସି ଭ୍ରାତା ଠାରେ ବିଶ୍ୱାସ କର ନାହିଁ। ଆଜି ଜଗତର ମିତ୍ରକୁ ତୁମେ ବିଶ୍ୱାସ ଭରସା କର ନାହିଁ। ଜଗତର ମିତ୍ରକୁ ପ୍ରତି ତୁମେ ଆଶା ରଖ ନାହିଁ। ଜଗତ ମିତ୍ର ପ୍ରତି ତୁମେ ଭରସା ରଖ ନାହିଁ। କାରଣ ବାଇବେଲ କହେ, ସେମାନେ ଆମ୍ଭ ମାନଙ୍କର ନିନ୍ଦା କରି ବୁଲିବେ। କଣ ଲେଖାଯାଏ? ସେମାନଙ୍କର ପ୍ରତି ତୁମେ ବିଶ୍ୱାସ କର ନାହିଁ। ତାପରେ କାରଣ ପ୍ରତ୍ୟେକ ଭ୍ରାତା ନିତାନ୍ତ ଅପହରଣ କରିବ ଓ ପ୍ରତ୍ୟେକ ପ୍ରତିବାସୀ ନିନ୍ଦା ଘେନି ବୁଲିବେ। ମୋର ପ୍ରଭୁଙ୍କର ଲୋକମାନେ ଆଉ ସେମାନେ ଆମମାନଙ୍କୁ ନିନ୍ଦା କରି ବୁଲିବେ। ଆଜି ଜଗତ ପାଇଁ ଆମେ ଯେତେ ଲୋକ ଜଗତର ସହିତ ଜଗତରେ ଥିବା ଏତେବେଳେ ମିତ୍ର ମାନଙ୍କର ସହିତ ବନ୍ଧୁ ମାନଙ୍କର ସହିତ ଆମେ ମାନେ ଅଛୁ, ଆଜି ସେଇ ଜଗତର ମିତ୍ର ଜଗତର ବନ୍ଧୁ ଜଗତର ଏତେବେଳେ ଘନିଷ୍ଠତା ବନ୍ଧୁ ଯେକି ଆତ୍ମିକ ନୁହନ୍ତି, ଆଜି ସେଇ ପ୍ରକାର ଲୋକମାନେ ଆମମାନଙ୍କୁ କଣ କରିବେ? ନିନ୍ଦା କରି ବୁଲିବେ। ଆମେ ଯେତେ ପ୍ରଚାରକ ହେଲେ ମଧ୍ୟ, ଯେତେ ବିଶ୍ୱାସୀ ହେଲେ ମଧ୍ୟ, ଯଦି ସେମାନେ ଆମ ମାନଙ୍କର ନିକଟରେ ଥିବେ, ତାହେଲେ ସେମାନେ ଆମକୁ କଣ କରିବେ? ସେମାନଙ୍କର ଯଦି ଆତ୍ମିକ ସ୍ଥିତି ଆସିଲେ କରି ନଥିବ, ଆଜି ସେମାନେ ମୋର ପ୍ରିୟ ପରମେଶ୍ୱରଙ୍କ ଲୋକମାନେ ଆଜି ସେମାନେ କଣ କରିବେ? ନିନ୍ଦା କରି ବୁଲିବେ। ଆଉ ବାଇବେଲ କହେ ହିତୋପଦେଶରେ ଯଦି ଦେଖିବା, ତାହେଲେ ଲେଖାଯାଏ 18 ଅଧ୍ୟାୟ 24 ପଦରେ, ହିତୋପଦେଶ 18 ଅଧ୍ୟାୟ ତାର 24 ପଦରେ ଯଦି ଆମେ ଦେଖିଯିବା, ସେ ମିତ୍ର ମାନେ ଆମ୍ଭ ମାନଙ୍କୁ କଣ କରିବେ? ବିନାଶର ପଥରେ କଢାଇ ନେବେ। କାଢିଲେ କି ହିତୋପଦେଶ 18 ଅଧ୍ୟାୟ ତାର 24 ପଦ? ଯେ ଯେ ଅନେକ ଅନେକ ମିତ୍ର କରେ, ସେ ଆଜି ଆପଣା ଅନେକ ବିନାଶ ମିତ୍ର ନିମନ୍ତେ ତାହା ସ୍ଥାପନ କରେ। ପରେ ସେ ଆପଣାର ବିନାଶ ନିମନ୍ତେ ତାହା ବିନାଶ ବିନାଶ ନିମନ୍ତେ ଆଜି ଜଗତର ବନ୍ଧୁତା ଜଗତର ଏତେବେଳେ ମିତ୍ରତା ସେମାନଙ୍କୁ କଣ କରିବେ? ମୋର ପ୍ରିୟ ପରମେଶ୍ୱରଙ୍କର ଲୋକମାନେ ସେମାନେ ଆମକୁ ଉଚ୍ଚ ସ୍ଥିତିରେ ଯିବା ପାଇଁ ସେମାନେ ଦେବେ ନାହିଁ। ସେମାନେ ଆମକୁ ଆତ୍ମିକତା ଭାବରେ କାର୍ଯ୍ୟ କରିବା ପାଇଁ ଦେବେନି। ଆଜି ଜଗତରେ ଏଇ ପ୍ରକାର ବନ୍ଧୁ ମାନେ ଅଛନ୍ତି, ଏଇ ପ୍ରକାର ମିତ୍ର ମାନେ ଅଛନ୍ତି। ଆଜି ଯୋଉ ମିତ୍ର ମାନେ ଆଜି ସେମାନେ ଅନ୍ୟାୟ ପଥକୁ ସେମାନେ କଢେଇ ନେବା ପାଇଁ ପ୍ରଥମରେ ଅଛନ୍ତି, ଫାଷ୍ଟ ଅଛନ୍ତି, କିନ୍ତୁ ଆତ୍ମିକ ପଥରେ କଢେଇ ନେବା ପାଇଁ ସେମାନେ ଦୁର୍ବଳ ଅଟନ୍ତି। ଆଜି ଅନେକ ଲୋକ ପ୍ରାର୍ଥନା ଯିବା ମିତ୍ର ବୋଲେ ସେମାନେ ମନା କରିବେ, କିନ୍ତୁ ଗୋଟେ ଖରାପ କାର୍ଯ୍ୟ କରିବା ପାଇଁ ଯିବା ବୋଲେ ସେମାନେ ଇଚ୍ଛା କରିବେ। ମୋର ପ୍ରିୟ ପରମେଶ୍ୱରଙ୍କର ଲୋକମାନେ ସେମାନେ ଅନେକ ବିନାଶର ପଥକୁ ସେମାନେ କଢାଇବେ। ତେଣୁ କରି ମୋର ପ୍ରିୟ ପରମେଶ୍ୱରଙ୍କର ପ୍ରଭୁଙ୍କର ଲୋକମାନେ ବାଇବେଲରେ ମଧ୍ୟ ଦେଖିବା ପାଇଁ ଗଲେ ଜଣେ ବ୍ୟକ୍ତିଙ୍କର 3 ମିତ୍ର ଥିଲେ। ଆଜି ସେ ବ୍ୟକ୍ତି ହଉଛନ୍ତି ଆଇବ। ସେ କୁକ୍ରିୟା ତାଗି ପରମେଶ୍ୱରଙ୍କୁ ଭୟ କରୁଥିବା ଲୋକ, ପରମେଶ୍ୱରଙ୍କୁ ମାନ୍ୟ ମର୍ଯ୍ୟାଦା ଦେବା ଲୋକ। ଆଜି ସେ ଆଇବଙ୍କର 3 ମିତ୍ର ଅଛନ୍ତି, ଇଲିଶ ବିଲଦତ ସଫର। ଏଇ 3 ମିତ୍ର ମଧ୍ୟ ବାଇବେଲ କହେ ଆଇବଙ୍କୁ ସେମାନେ ତୁଚ୍ଛ କରିଥିଲେ। ଏଇ 3 ମିତ୍ର ଯଦି 2 ପର୍ବ 11 ପଦରେ ଦେଖିବା ପାଇଁ ଗଲେ ସେଇ 3 ମିତ୍ରଙ୍କର ନାମ ଆମେ ମାନେ ପାଇପାରୁଛୁ। ଆଇବ 2 ପର୍ବ 11 ପଦରେ
ଆଉ ଯଦି ମୋର ପ୍ରିୟ ପରମେଶ୍ୱରଙ୍କର ଲୋକମାନେ ଆଇବ 16 ପର୍ବ ତାର 20 ପଦରେ ଦେଖିବା ପାଇଁ ଗଲେ ଆମେ ଗୋଟେ ସୁନ୍ଦର ବିଷୟ ପାଇପାରୁଛୁ, ଯାହାକି ଆଇବକୁ ଆପଣାର ମିତ୍ର ମାନେ କଣ କଲେ? ତୁଚ୍ଛ କଲେ। এই ଜଗତର ମିତ୍ର, এই ଜଗତର ବନ୍ଧୁ ଆମମାନଙ୍କୁ ତୁଚ୍ଛ କରିପାରନ୍ତି, ଆମମାନଙ୍କୁ ଆତ୍ମିକ ସ୍ଥିତିରେ କମାଇ ପାରନ୍ତି, ଆମମାନଙ୍କୁ ଆତ୍ମିକ ସ୍ଥିତିରେ ବଢେଇବା ପାଇଁ ସେମାନେ ଦେବେ ନାହିଁ, ଆମମାନଙ୍କୁ ଆତ୍ମିକ ସ୍ଥିତିରେ ବୃଦ୍ଧି ହେବା ପାଇଁ ଦେବେ ନାହିଁ, ଆମମାନଙ୍କୁ ୱାର୍ସିପ କରାଇବା ପାଇଁ ଦେବେ ନାହିଁ, ବାକ୍ୟ ଧ୍ୟାନ କରାଇବା ପାଇଁ ଦେବେ ନାହିଁ, ଆଜି ଆମମାନଙ୍କୁ ସେମାନେ ଉପବାସ କରାଇବା ପାଇଁ ଦେବେ ନାହିଁ, ସେମାନେ ଆମ୍ଭକୁ କଣ କରିବେ? ତୁଚ୍ଛ କରିବେ। ପରମେଶ୍ୱରଙ୍କର ଲୋକମାନେ ଯଦି ଈଶ୍ୱରଙ୍କର ପବିତ୍ର ବାକ୍ୟରେ ଯଦି ଦେଖିଯିବା, ତାହେଲେ ଆଇବ ସେଇ 19 ଅଧ୍ୟାୟ ତାର 14 ପଦରେ ଆମେ ମାନେ ଦେଖିପାରୁଛୁ। ଟିକେ ପାଠ କରନ୍ତୁ। ଆଇବ 19 ତାର 14 ପଦରେ ଆଇବଙ୍କର 3 ମିତ୍ର ମଧ୍ୟ ଆଇବଙ୍କୁ ପରିଶେଷରେ ପାଶୋରି ଗଲେ। ମୋ କୁଟୁମ୍ବ ମୋ ବର୍ଗ କୁଟୁମ୍ବ ପରିତ୍ୟାଗ କରିଅଛନ୍ତି। ଆମର ପ୍ରିୟ ପରମେଶ୍ୱରଙ୍କର ଲୋକମାନେ ଆଇବଙ୍କୁ ଏଇ ପ୍ରକାର ଗୋଟେ ପରିସ୍ଥିତି ଆସିଲା, ଆମେ ସମସ୍ତେ ଜାଣିଛୁ। ଆଇବଙ୍କୁ ଏଇ ପ୍ରକାର ଗୋଟେ ପରିସ୍ଥିତି ଆସିଲା, ଯୋଉ ପରିସ୍ଥିତି କି ଆଜି ଆଇବ ଆପଣା ସନ୍ତାନ ସନ୍ତତିକୁ ହରାଇଲେ, ଆଇବ ଆପଣା ପୁତ୍ର କନ୍ୟା ମାନଙ୍କୁ ସେ ହରାଇଲେ, ଆଇବ ଆପଣାର ଏତେବେଳେ ଧନ ସମ୍ପତ୍ତିକୁ ସେ ହରାଇଲେ, ଆଉ ବିଶେଷ ଭାବରେ ଶେଷରେ ଥିବା ଆଇବଙ୍କର ସ୍ତ୍ରୀ ମଧ୍ୟ ଆଇବଙ୍କୁ ସେ କଣ କଲା? ପରିତ୍ୟାଗ କଲା। କିନ୍ତୁ ପରିଶେଷରେ ମୋର ପ୍ରିୟ ପରମେଶ୍ୱରଙ୍କର ଲୋକମାନେ ଆଇବ କହୁଛନ୍ତି, ମୋର କୁଟୁମ୍ବ ମତେ ଏତେବେଳେ ହରାଇଲେ, ତାପରେ ଓ ଆତ୍ମୀୟ ମିତ୍ରଗଣ ମତେ ପାଶୋରି ଅଛନ୍ତି। ଆତ୍ମୀୟ ମିତ୍ର ଗଣ ମତେ କଣ କରି ଅଛନ୍ତି? ପାଶୋରି ଅଛନ୍ତି। ହାଲେଲୁୟା। ମୋର ପ୍ରିୟ ପ୍ରଭୁଙ୍କର ଲୋକମାନେ, ଏଇଭଳି ଆମେ ଦେଖିବା ପାଇଁ ପାରୁଛୁ, ଏମାନେ 3 ଜଣ କେତେ ଘନିଷ୍ଠ ମିତ୍ର ହେଇ କରିଥିଲେ, ଏମାନେ 3 ଜଣ କେତେ ବନ୍ଧୁତ୍ୱ ସ୍ଥାପନ କରିଥିଲେ, ଏମାନେ 3 ଜଣ ଅତି ମୋର ପ୍ରିୟ ପରମେଶ୍ୱରଙ୍କର ଲୋକମାନେ ଈଶ୍ୱରଙ୍କର ପବିତ୍ର ବାକ୍ୟ ଅନୁସାରେ ଦେଖିବା ପାଇଁ ଗଲେ, ଏଇ 3 ଜଣ ଆଇବଙ୍କର ଦୁଃଖ ସମୟରେ କେବଳ 7 ଦିନ ପର୍ଯ୍ୟନ୍ତ ଆଇବଙ୍କର ସହିତ ଥିଲେ, ତାପରେ ଏମାନେ ମଧ୍ୟ କଣ କଲେ? ଆଇବଙ୍କୁ ପାଶୋରି ଗଲେ। ଆଜି ଜଗତ ଆମମାନଙ୍କୁ ପାଶୋରି ଯିବ, ଆଜି ଜଗତ ଆମମାନଙ୍କୁ ଭୁଲିଯିବ, ଜଗତ ଆମମାନଙ୍କୁ ଛାଡିଦବ। ବାଇବେଲ କହେ ଆମମାନଙ୍କୁ, ବାଇବେଲ କଣ ବୋଲି କରି କହୁଛି? ଛାଡି ପାରନ୍ତି ପିତା ଓ ମାତା ନିଜର, ଛାଡି ପାରନ୍ତି ସହୋଦର, ଛାଡି ପାରନ୍ତି ପିତା ଓ ମାତା ନିଜର, ଛାଡି ପାରନ୍ତି ଭଗ୍ନୀ ଓ ସହୋଦର, ଈଶ୍ୱର ପ୍ରେମ କେବେ ନ ଛାଡ଼ିବ, ଛାଡ଼ି ପାରନ୍ତି ଘନିଷ୍ଠ ମାଧବ, ଈଶ୍ୱର ପ୍ରେମ କେବେ ନ ଛାଡ଼ିବ, ଈଶ୍ୱର ପ୍ରେମ ଛାଡ଼ି ପାରେ ନା, ଈଶ୍ୱର ପ୍ରେମ ଭୁଲି ହୁଏ ନା, ଈଶ୍ୱର ପ୍ରେମ ଛାଡ଼ି ପାରେ ନା, ଈଶ୍ୱର ପ୍ରେମ ଭୁଲି ହୁଏ ନା। ମୋର ପ୍ରିୟ ପରମେଶ୍ୱରଙ୍କର ଲୋକମାନେ, ଆମକୁ ଯୋଉ ପିତା ମାତା ମାନେ ଜନ୍ମ କରିଛନ୍ତି, ସେ ସ୍ତନ୍ୟ ପାନ କରାଇଥିବା ମାତୃ ମଧ୍ୟ ଆମକୁ ପରିତ୍ୟାଗ କରିପାରନ୍ତି। ଏଇ ଜଗତ ଆମମାନଙ୍କୁ ଗୋଟେ, ମୋର ପ୍ରିୟ ପ୍ରଭୁଙ୍କର ଲୋକମାନେ, ଏଇ ଜଗତ ଆମମାନଙ୍କୁ ଗୋଟେ ଚିଙ୍ଗମ ସଦୃଶ୍ୟ ବ୍ୟବହାର କରେ। ଯେତେବେଳେ ଗୋଟେ ଚିଙ୍ଗମ ସରିଗଲା ପରେ ଖାଇବାର ଯୋଗ୍ୟ ନାହିଁ, ସେ ଚିଙ୍ଗମ ର ରସ ସରିଗଲା ପରେ, ଚିଙ୍ଗମ ର ସ୍ୱାଦ ସରିଗଲା ପରେ, ଆମେ ମାନେ ଚିଙ୍ଗମକୁ ଯୋଉ ପ୍ରକାର ଫିଙ୍ଗି ଦଉ, ସେଇ ପ୍ରକାର ଏଇ ଜଗତର ମିତ୍ରତା ମଧ୍ୟ ସେଇ ପ୍ରକାର ଆମମାନଙ୍କୁ ଧୋକା ଦେଇପାରେ। ଆମର ନିନ୍ଦା କରିପାରନ୍ତି, ଆମମାନଙ୍କୁ ତୁଚ୍ଛ କରିପାରନ୍ତି, ଆମମାନଙ୍କୁ ପାଶୋରି ପାରନ୍ତି। ଆମେ ଯେ ଭାବୁଛୁ କଣ ବୋଲି, ଏଇ ଜଗତରେ ମୋର ମିତ୍ର ସବୁ, ଏଇ ଜଗତରେ ମୋର ନାମ, ଏଇ ଜଗତରେ ମୋର କାର୍ଯ୍ୟ ସବୁ,
এই জগତରେ ମୋର ପ୍ରିୟ ପରମେଶ୍ୱରଙ୍କ ଲୋକମାନେ ଦେଖିବା ପାଇଁ ପାରୁଛୁ ଏଇ ଜଗତରେ ସବୁ ମୋରଟା ଆକା ବୋଲିକରି ଆମେ ମାନେ ଚିନ୍ତା କରୁଛୁ। এই জগତ ମୋର ମିତ୍ର ବୋଲିକରି ଆମେ ମାନେ ଚିନ୍ତା କରୁଛୁ। ଜଗତର ବଡ ନାମ କମେଇ ଦେଲେ ଆମମାନଙ୍କୁ ବେଶୀ ଆନନ୍ଦ, ଜଗତର ବଡ କାମ କରିଦେଲେ ଆମମାନଙ୍କୁ ବେଶୀ ଆନନ୍ଦ। କିନ୍ତୁ ପୁନର୍ବାର ସେ ଗୀତ ରଚକ କହନ୍ତି, ହୋଇଛ ଯଦି ନଗଣ୍ୟ ଏ ସମାଜରେ, ଭୂଷିତ ହୋଇ ନାହୁଛ ପଦବୀରେ, ହୋଇଛ ଯଦି ନଗଣ୍ୟ ଏ ସମାଜରେ, ଭୂଷିତ ହୋଇ ନାହୁଛ ପଦବୀରେ, ସମାଜ ଛାଡ଼ି ପାରେ ମାନବ ଈଶ୍ୱର ପ୍ରେମ କେବେ ନ ଛାଡ଼ିବ। ମୋର ପ୍ରିୟ ପରମେଶ୍ୱରଙ୍କ ଲୋକମାନେ, এই ସମାଜ ଛାଡ଼ିପାରେ, ଜଗତ ଆମମାନଙ୍କୁ ଛାଡ଼ିପାରେ, এই ଜଗତରେ ଥିବା ବଡ ନାମ ଆମକୁ ଛାଡ଼ିପାରେ, এই ଜଗତର ମିତ୍ରତା ଆମମାନଙ୍କୁ ଛାଡ଼ି ପାରନ୍ତି। ଆୟୁବଙ୍କର 3 ମିତ୍ର ମଧ୍ୟ ଆୟୁବଙ୍କୁ କଣ କଲେ? ପାଶରି ଗଲେ, ଭୁଲି ଗଲେ। ଆମର ପ୍ରିୟ ପରମେଶ୍ୱରଙ୍କର ଲୋକମାନେ ଈଶ୍ୱରଙ୍କର ପବିତ୍ର ବାକ୍ୟର ଯଦି ଆମେ ଦେଖିବା ପାଇଁ ପାରୁଛୁ, ଆୟୁବ ପରିଶେଷରେ 19 ଅଧ୍ୟାୟ 21 ପଦରେ ଦେଖିପାରୁଛୁ, ହେ ମୋର ମିତ୍ର, ହେ ମୋର ମିତ୍ର, ଟିକେ ମୋର ପ୍ରିୟ ପରମେଶ୍ୱରଙ୍କର ଏତେବେଳେ ସେ କହୁଛନ୍ତି, ଆୟୁବ କହୁଛନ୍ତି, ହେ ମୋର ମିତ୍ର, ହେ ମୋର ମିତ୍ର, ଏତେବେଳେ ତୁମେ କଣ କର? ମୋର କଥା ଟିକେ ଶୁଣ ବୋଲିବା ହେତୁରୁ ମଧ୍ୟ ଆୟୁବଙ୍କର କଥାକୁ ମିତ୍ର ମାନେ ଶୁଣି ନଥିଲେ। ମୋର ପ୍ରିୟ ପରମେଶ୍ୱରଙ୍କର ଲୋକମାନେ, ତେଣୁ କରି ଆମ୍ଭେ ମାନେ ଜାଗତିକ ମିତ୍ର ନ ଖୋଜି এই ଜଗତରେ ଥିବା ସମୟରେ ଆମ୍ଭେ ମାନେ ଆତ୍ମିକ ମିତ୍ରର ଅନ୍ୱେଷଣ କରିବା ଦରକାର। ଆମ୍ଭେ ମାନେ ଆତ୍ମିକ ମିତ୍ରକୁ ଖୋଜିବା ଦରକାର। ବାଇବଲରେ ଥିବା ଗୋଟେ ବ୍ୟକ୍ତିଙ୍କର 3 ମିତ୍ରକୁ ଆମେ ଦେଖିପାରିଲୁ। ସେଇ 3 ମିତ୍ର ଆୟୁବଙ୍କୁ ତୁଚ୍ଛ କଲେ, ସେଇ 3 ମିତ୍ର ଆୟୁବଙ୍କୁ, ମୋର ପ୍ରିୟ ପରମେଶ୍ୱରଙ୍କ ଲୋକମାନେ, ଆପଣା ମିତ୍ରକୁ ପାଶରି ଗଲେ। ସେଇ 3 ମିତ୍ର ଆପଣା ମିତ୍ରଙ୍କୁ ସେମାନେ ଡାକଲା ପରେ ମଧ୍ୟ ଆସିଲେ ନାହିଁ। କିନ୍ତୁ ଆମ ସମସ୍ତଙ୍କର ଗୋଟେ ମିତ୍ର ଅଛନ୍ତି, ସେ ଆମ ସମସ୍ତଙ୍କୁ ଡାକୁଛନ୍ତି, ଆମ ସମସ୍ତଙ୍କୁ ସେ ଡାକୁଛନ୍ତି। ମାଥିଓ 11 ଅଧ୍ୟାୟ ତାର 28 ପଦରେ, ହେ ପରିଶ୍ରାନ୍ତ ଭାରଗ୍ରସ୍ତ ଲୋକ, ମୋ ନିକଟକୁ ଆସ, ମୁଁ ତୁମ୍ଭମାନଙ୍କୁ ବିଶ୍ରାମ ଦେବି। এই ପ୍ରକାର ମିତ୍ର ମୋର ପ୍ରିୟ ପରମେଶ୍ୱରଙ୍କ ଲୋକମାନେ ଆମ୍ଭକୁ ସେ ଅନ୍ୱେଷଣ କରୁଛନ୍ତି, ଆମକୁ ସେ ଖୋଜୁଛନ୍ତି, ଆମ ସହିତ ମିତ୍ରତା ସ୍ଥାପନ କରିବା ପାଇଁ ସେ ଆମ୍ଭର ଅନ୍ୱେଷଣ କରୁଛନ୍ତି। କିନ୍ତୁ ଆମ୍ଭେ ମାନେ ସେଇ ଉତ୍ତମ ମିତ୍ରକୁ ହରାଇ ଦଉଛୁ। ଆମ୍ଭେ ମାନେ ସେଇ ଉତ୍ତମ ମିତ୍ରକୁ ଆମ୍ଭେ ମାନେ ପାଶରି ଯାଉଛୁ, ସେଇ ଉତ୍ତମ ମିତ୍ରକୁ ଆମ୍ଭେ ମାନେ ଛାଡ଼ି ଦଉଛୁ। କିନ୍ତୁ ବାଇବେଲରେ ଯଦି ଦେଖିଯିବା, ଜଣେ ବ୍ୟକ୍ତି ଈଶ୍ୱରଙ୍କ ସହିତ ମିତ୍ର ସ୍ଥାପନ କରିଥିଲେ। ସେ ବ୍ୟକ୍ତିଙ୍କର ନାମ ହେଉଛି ମୋଶା। ଆଜି ମୋଶା ସିନୟ ପର୍ବତରେ ମୋର ପ୍ରିୟ ପରମେଶ୍ୱରଙ୍କ ଲୋକମାନେ ଯାଇକରି ସେଇ ବ୍ୟକ୍ତି କଣ କରିଥିଲେ? ସେଇ ମିତ୍ରତା ସ୍ଥାପନ କରିଥିଲେ। କାରଣ ଯାତ୍ରା ପୁସ୍ତକ 33 ଅଧ୍ୟାୟ 11 ପଦରେ ଦେଖିପାରୁଛୁ, ମନୁଷ୍ୟ ଯେଉଁ ପ୍ରକାର ଆପଣା ମିତ୍ରଙ୍କ ସହିତ ଆଳାପ କରେ, ସେଇ ପ୍ରକାର ମୋଶା ମଧ୍ୟ ସଦାପ୍ରଭୁ ପରମେଶ୍ୱରଙ୍କ ସହିତ ଆଳାପ କରୁଥିଲେ। ଆଜି এই ମୋଶା ଆଜି ରାଜପଦକୁ ସେ ଛାଡ଼ିଦେଲେ, ପ୍ରସାଦକୁ ସେ ଛାଡ଼ିଦେଲେ। এই ମୋଶା ରାଜା, ଭବିଷ୍ୟତରେ ରାଜା ହେବାର ଯୋଗ୍ୟତା ଥିଲା, এই ଯୋଗ୍ୟତାକୁ ସେ ହରାଇଲେ। କିନ୍ତୁ এই ମୋଶା ସମସ୍ତଙ୍କୁ ଜଗତର ମିତ୍ର ତାକୁ ସେ ନ ଖୋଜି ଆତ୍ମିକତା ମିତ୍ର ତାକୁ ସେ ଅନ୍ୱେଷଣ କଲେ, ଆତ୍ମିକତା ମିତ୍ର ତାକୁ ସେ ଖୋଜିଲେ। ଆମର ପ୍ରିୟ ପରମେଶ୍ୱରଙ୍କ ଲୋକମାନେ ସେ କହୁଛନ୍ତି, ତୁମ୍ଭେ ମୋ ସହିତ ନ ଗଲେ ମୁଁ ଏଇ ସ୍ଥାନ ଠାରୁ ଯିବି ନାହିଁ। ତୁମ୍ଭେ ଯଦି ମୋ ସହିତ ଗମନ କରିବ ନାହିଁ, ତୁମେ ଯଦି ମୋ ସହିତ ଯାତ୍ରା କରିବ ନାହିଁ, ତାହେଲେ ମୁଁ ଏଇ ସ୍ଥାନ ଠାରୁ ଯିବି ନାହିଁ ବୋଲିକରି ମୋଶା ଯାତ୍ରା ପୁସ୍ତକ 33 ପର୍ବ 15 ପଦରେ ସେ କହୁଛନ୍ତି। ଆଜି ଜଣେ ଭକ୍ତ ଲୋକ ମଧ୍ୟ ଅଛନ୍ତି ମୋର ପ୍ରିୟ ପରମେଶ୍ୱରଙ୍କ ଲୋକମାନେ। ଆଜି ମୋଶା ଯେଉଁ ପ୍ରକାର ସିନୟ ପର୍ବତରେ ଯାଇକରି 40 ଦିବା ରାତ୍ର ରହିକରି ସଦାପ୍ରଭୁ ପରମେଶ୍ୱରଙ୍କ ସହିତ ମିତ୍ର ସ୍ଥାପନ କରିଥିଲେ, ଆଜି ଜଣେ ଭକ୍ତ ଲୋକ ଅଛନ୍ତି, ତାଙ୍କର ନାମ ହେଉଛି ଫାଦର ଏମ୍ ଦେବଦାସ।
ଆଜି ସେ ମଧ୍ୟ ଗୁଣ୍ଟୁର ଠାରେ ଥିବା ସୁଦିକଣ୍ଡା ପର୍ବତରେ ଯାଇକରି ପ୍ରତ୍ୟେକ ଦିନ ତାହାଙ୍କର ସାନ୍ନିଧ୍ୟ କରି ଆଜି ସେ କଣ କରୁଛନ୍ତି, ଏତେବେଳେ ପ୍ରଭୁଙ୍କ ସହିତ ସେ ମିତ୍ରତା ସ୍ଥାପନ କରିଥିଲେ। ଆଜି ମୋର ପ୍ରିୟ ପରମେଶ୍ୱରଙ୍କ ଲୋକମାନେ ଆଜି ଦେଖିବା ପାଇଁ ଗଲେ ମୋଶା କହୁଛନ୍ତି, ହେ ସଦାପ୍ରଭୁ, ହେ ସଦାପ୍ରଭୁ, ହେ ମୋର ମିତ୍ର, ତୁମେ ଯଦି ମୋ ସହିତ ଯିବ ନାହିଁ ତାହେଲେ ମୁଁ ମଧ୍ୟ ଏଇ ସ୍ଥାନ ଠାରୁ ଯିବି ନାହିଁ। ଆଜି ସେଇ ପ୍ରକାର ସେ ଫାଦର ଏମ୍ ଦେବଦାସ ମଧ୍ୟ କଣ କରୁଥିଲେ, ଗୋଟେ ଗ୍ରାମକୁ ସେ ଯାତ୍ରା କରୁଥିବା ସମୟରେ ଗୋଟେ ବସ ରେ ଯିବାର ଅଛି ବୋଲେ ସେ 2ଟା ଟିକେଟ ମାଗୁଥିଲେ। ଲୋକମାନେ ତାହାକୁ କହୁଥିଲେ, ଏ ବୁଢା ଲୋକଟା ଗୋଟେ ପାଗଳ, ଏ ବୁଢା ଲୋକ ଗୋଟେ ପାଗଳ। କାହିଁକି ପାଗଳ ବୋଲେ ଏ ଜଣେ ଯାତ୍ରା କରୁଛି, ମାତ୍ର 2ଟା ଟିକେଟ ଇଏ ରଖିଛି। ଆଜି ସେଇ ଭକ୍ତ ଲୋକ କଣ କରୁଥିଲେ, ବସ ରେ ଯାତ୍ରା କରୁଥିବା ସମୟରେ 2ଟା ଟିକେଟ ଆଣିକରି ଗୋଟେ ପକ୍ଷରେ ସେ ବସୁଥିଲେ, ଆଉ ଗୋଟେ ସାଇଡ ରେ ଗୋଟେ ଧଳା ବସ୍ତ୍ରକୁ ସେ ବିଞ୍ଛାଇ କରି ସେ କହୁଥିଲେ, ମୋର ମିତ୍ର ମୋ ସହିତ ଯାତ୍ରା କରୁଛନ୍ତି। ହାଲେଲୁୟା। ମୋର ମିତ୍ର ମୋର ସହିତ କଣ କରୁଛନ୍ତି, ଯାତ୍ରା କରୁଛନ୍ତି। ଲୋକମାନେ ଦେଖିକରି ଇଏ ପାଗଳଟା ବୋଲୁଥିଲେ। ଆଜି ମୋର ପ୍ରିୟ ପରମେଶ୍ୱରଙ୍କର ଲୋକମାନେ, ଯଦି ଆମେ ମାନେ ଯଦି ମୋର ପ୍ରିୟ ପ୍ରଭୁଙ୍କର ଲୋକମାନେ ଯଦି ଦେଖିବା ପାଇଁ ଯିବା, ତାହେଲେ ଏଇ ଜଗତର ମିତ୍ର ଆମମାନଙ୍କୁ ଉପକାର କରିବ ନାହିଁ। ଏଇ ଜଗତର ମିତ୍ର ଆମମାନଙ୍କୁ ବୁଡାଇବ, କିନ୍ତୁ ଆତ୍ମିକ ମିତ୍ର ଆମମାନଙ୍କୁ କଣ କରିବ, ବଢାଇବ। ଏଇ ଜଗତର ମିତ୍ର ଆମ ମାନଙ୍କୁ କଣ କରିବ, ତଳକୁ ନେଇଯିବ, କିନ୍ତୁ ଆତ୍ମିକ ମିତ୍ର ଆମମାନଙ୍କୁ ଉଚ୍ଚ ସ୍ଥିତିକୁ ସେ ନବ। ସେଇ ଆତ୍ମିକ ମିତ୍ର କହୁଛନ୍ତି, ମୁଁ ତୁମ୍ଭ ମାନଙ୍କୁ ଲାଙ୍ଗୁଳ ସ୍ୱରୂପ କରିବି ନାହିଁ, ମସ୍ତକ ସ୍ୱରୂପ କରିବି, ଯାହାକି ତୁମ୍ଭେ ମାନେ ପ୍ରଥମରେ ଦେଖାଯିବ। ଆଜି ମସ୍ତକ ଯୋଉ ପ୍ରକାର ପ୍ରଥମରେ ଦେଖାଯାଏ, ଆଜି ସେଇ ପ୍ରକାର ଯେ କେହି ଦେଖିଲେ ମଧ୍ୟ ତୁମକୁ ପ୍ରଥମରେ ଦେଖିବେ। ଆଜି ତେଣୁ କରି ଜଗତର ମିତ୍ରତା ସହିତ ଥିଲେ ଆମ୍ଭେ ମାନେ ବୁଡବା, ଜଗତର ମିତ୍ରତା ସହିତ ଥିଲେ ଆମ୍ଭେ ମାନେ ନଷ୍ଟ ହେବା। ଏଇ ଜଗତର ମିତ୍ର ମାନେ ଆମମାନଙ୍କୁ ସାନ୍ନିଧ୍ୟରେ ପରମେଶ୍ୱରଙ୍କର ସାନ୍ନିଧ୍ୟକୁ ନେବେ ନାହିଁ। ଏଇ ଜଗତର ମିତ୍ର ମାନେ ଆମକୁ ଖରାପ ବାଟକୁ ନେବେ। ଏଇ ଜଗତର ମିତ୍ର ମାନେ ଆମମାନଙ୍କୁ ମନ୍ଦ ପଥକୁ ସେ ନେବେ, କିନ୍ତୁ ଏଇ ଆତ୍ମିକ ମିତ୍ର ଆମମାନଙ୍କୁ ଉଚ୍ଚ ସ୍ଥିତିକୁ ନେବେ। ଯାତ୍ରା ପୁସ୍ତକ 34 ଅଧ୍ୟାୟ 29 ପଦ ଟିକେ ପାଠ କରନ୍ତୁ, ଶେଷ କରିଦେବା। ଯାତ୍ରା ପୁସ୍ତକ 34 ପର୍ବର 29 ପଦ। 34 ଅନନ୍ତର ମଶା ସିନୟ ଅନନ୍ତର ପର୍ବତରୁ ଓହ୍ଲାଇବା ସମୟରେ ସିନୟ ସାକ୍ଷ୍ୟରୂପ ଦୁଇ ପର୍ବତ ଖଣ୍ଡ ଓହ୍ଲାଇବା ସମୟରେ ପ୍ରସ୍ତର ହସ୍ତରେ ଘେନି ପର୍ବତରୁ ଓହ୍ଲାଇଲେ, ମାତ୍ର ଦେଖ ଆମର ସଦାପ୍ରଭୁଙ୍କ ସହିତ ଲୋକମାନେ ଏଇ ସ୍ଥାନରେ ଅନନ୍ତର ମଶା, ଯେତେବେଳେ ସେ 40 ଦିବାରାତ୍ର ପରମେଶ୍ୱରଙ୍କର ସହିତ ଥିଲେ, ଆପଣା ମିତ୍ରଙ୍କର ସହିତ ଥିଲେ, ଏତେବେଳେ ସେ ମିତ୍ର କଣ କରିଛନ୍ତି, ଏଇ ସ୍ଥିତି ନଥିବା ମଶାକୁ, ଏଇ ଗତି ନଥିବା ମଶାକୁ ସେଇ ମିତ୍ର, ଆତ୍ମିକ ମିତ୍ର 2 ଖଣ୍ଡ ପ୍ରସ୍ତର ଫଳକ ସେ ଦେଇଛନ୍ତି, ଅର୍ଥାତ ବ୍ୟବସ୍ଥାକୁ ସେ ଦେଇଛନ୍ତି। ରାଜ୍ୟକୁ ଅର୍ଥାତ ଇସ୍ରାଏଲ ମାନଙ୍କୁ ଚଲାଇବା ଗୋଟେ ନିୟମ ଆଉ ବିଧି ସେ ଦେଇଛନ୍ତି। ଆଉ ତା ତଳ ପଦରେ ଲେଖାଯାଏ, ମଶାଙ୍କର ଚର୍ମ ଏ ପ୍ରକାର ଉଜ୍ଜ୍ୱଳରେ ମୁଖ ଥିଲା, ଆଜି ଲୋକମାନେ ଦେଖିବାକୁ ଭୟଭୀତ ହେଇଗଲେ। ଆଜି ମୋର ପ୍ରିୟ ପରମେଶ୍ୱରଙ୍କ ଲୋକମାନେ, ଆତ୍ମିକ ମିତ୍ରଙ୍କ ସହିତ ଯଦି ଆମେ ଥିବା, ତାହେଲେ ଲୋକମାନେ ଆମମାନଙ୍କର କତିକୁ, ମନ୍ଦ ଲୋକମାନେ, ଖରାପ ଲୋକମାନେ ଆମମାନଙ୍କର କତିକୁ ଆସିବା ନିମନ୍ତେ ଭୟଭୀତ ହେଇଯିବେ। ଆମ୍ଭେ ଗୋଟେ ମୋର ପ୍ରିୟ ପରମେଶ୍ୱରଙ୍କ ଲୋକମାନେ, ପରମେଶ୍ୱରଙ୍କର ଅଭିଷେକରେ ପୂର୍ଣ୍ଣ ହେଇଥିବା, ପରମେଶ୍ୱରଙ୍କର ଆଶୀର୍ବାଦରେ ପୂର୍ଣ୍ଣ ହେଇଥିବା ଆଜି ମୋର ପ୍ରିୟ ପ୍ରଭୁଙ୍କର ଲୋକମାନେ, ଆଜି ଆମ୍ଭେ ମାନେ ଆପଣାର ମିତ୍ରଙ୍କର ସହିତ ଯଦି ଥିବା, ଆମ୍ଭମାନଙ୍କର ଜୀବନରେ ଯେକୌଣସି ବାଧା ଆସୁ, କଷ୍ଟ ଆସୁ, ହେ ମୋର ମିତ୍ର ବୋଲି କରି ସେ କହିଦେଲେ, ସେ ସାଙ୍ଗେ ସାଙ୍ଗେ ସ୍ୱର୍ଗକୁ ପରିତ୍ୟାଗ କରି ଆମମାନଙ୍କ ନିକଟକୁ ସେ ଚାଲି ଆସିବେ। এই ଜଗତର ମିତ୍ର ଆସିବାଟା ବିଳମ୍ବ ହେଇପାରେ, ଜଗତର ମିତ୍ର ପହଞ୍ଚିବାଟା ଲେଟ୍ ହେଇପାରେ, ଜଗତର ମିତ୍ର ଠାରୁ ଉତ୍ତର ମିଳିବାଟା କଷ୍ଟ ହେଇପାରେ, କିନ୍ତୁ ଆତ୍ମିକ ମିତ୍ରଙ୍କ ସହିତ ଯଦି ଆମର ବନ୍ଧୁତା ଥିବ, ଆତ୍ମିକ ମିତ୍ରଙ୍କ ସହିତ ଆମର ପ୍ରେମ ଥିବ, ଆମେ ଆତ୍ମିକ ମିତ୍ରଙ୍କ ସହିତ ଯଦି ଜୀବନ ଯାପନ କଟାଉଥିବା, ତାହେଲେ ସେ ମିତ୍ର ଆମର ପ୍ରାର୍ଥନାର ଉତ୍ତର ଦେବା ପାଇଁ ବିଳମ୍ବ କରିବେ ନାହିଁ। ତେଣୁକରି ଗୀତ ରଚକ କହନ୍ତି କଣ ବୋଲି, ଚାରିଆଡେ ଶତ୍ରୁ ଥିଲେ, ମୋର ଭୟ ନାହିଁ
ଶକ୍ତି ମିଳିବ। ମୋର ମିତ୍ର ତାହା ଶୁଣି ମୋର ପାଖେ ଆସିବେ। ଆପଣାର ବଳ ଦ୍ୱାରା ସେ ଉଦ୍ଧାର କରିବେ। ଦାନିଏଲ ଏଇ ପ୍ରକାର ପରମେଶ୍ୱରଙ୍କ ସହିତ ମିତ୍ର ସ୍ଥାପନ କରିଥିଲେ। ଯେତେବେଳେ ଦାନିଏଲକୁ ସିଂହ ମାନଙ୍କର ଗର୍ତ୍ତରେ ଯେତେବେଳେ ଫିଙ୍ଗା ଗଲା ପକାଗଲା, ସେଇ ସମୟରେ ଦାନିଏଲଙ୍କର ସମ୍ମୁଖରେ ମୋର ପ୍ରିୟ ପରମେଶ୍ୱରଙ୍କର ଲୋକମାନେ ଏତେବେଳେ ଦାନିଏଲଙ୍କର ଜୀବନରେ ଏ ପ୍ରକାର ଗୋଟେ ଉତ୍ତମ ମିତ୍ର ଅଛନ୍ତି। ଦାନିଏଲ ସମ୍ମୁଖରେ ମୃତ୍ୟୁ ଅଛି, କିନ୍ତୁ ଦାନିଏଲ ଆଣ୍ଟୁପାତି ଆପଣା ମିତ୍ରଙ୍କୁ ସେ ଏତେବେଳେ ସ୍ମରଣ କଲେ, ଆପଣା ମିତ୍ରଙ୍କୁ ସେ ଧ୍ୟାନ କଲେ, ଆପଣା ମିତ୍ରଙ୍କୁ ସେ ପ୍ରାର୍ଥନା କଲେ। ସେତେବେଳେ ଦାନିଏଲକୁ ଯୋଉ ସିଂହ ମାନେ ଖାଇବା ପାଇଁ ଆସୁଛନ୍ତି, ସେ ସିଂହ ମାନେ ଏତେବେଳେ ଦାନିଏଲକୁ ନ ଦେଖିକରି ଦାନିଏଲଙ୍କର ମିତ୍ରକୁ ସେମାନେ ଦେଖିଲେ। ହାଲେଲୁୟା। ଦାନିଏଲଙ୍କର ମିତ୍ରକୁ ସେମାନେ ଦେଖିଲେ, ଅର୍ଥାତ୍ ସେ ପରିତ୍ରାଣ କର୍ତ୍ତା ସଦାପ୍ରଭୁ ପରମେଶ୍ୱରଙ୍କୁ ଦେଖି ସିଂହ ମାନେ ଓହୋ ଇଏ ତ ଆମର ସୃଷ୍ଟିକର୍ତ୍ତା ବୋଲି ସାଙ୍ଗେ ସାଙ୍ଗେ ଦାନିଏଲଙ୍କ ସହିତ ସେମାନେ କଣ କଲେ, ଆଣ୍ଟୁ ପାତି ଦେଲେ। ଆଜି ହିଜିକିଓଙ୍କୁ ମଧ୍ୟ ଦେଖିବା, ହିଜିକିଓ ମଧ୍ୟ ଯେତେବେଳେ ତାଙ୍କର ମୃତ୍ୟୁର ବାର୍ତ୍ତାକୁ ସେ ଶୁଣିଲେ, ସେତେବେଳେ ଆପଣା ପ୍ରାଣର ପ୍ରିୟତମ ମିତ୍ରଙ୍କ ନିକଟକୁ ଯାଇକରି ସେ ଆଣ୍ଟୁ ପାତିଲେ। ଯୋଉ ହିଜିକିଓ ଆଉ 1 ମିନିଟ କି 2 ମିନିଟ ପରେ ମରିଯିବା କଥା, ସେଇ ହିଜିକିଓର ମିତ୍ର ତାହାକୁ ପୁନର୍ବାର କହିଲେ, ହେ ମୋର ମିତ୍ର, ତୁମେ ମରବ ନାହିଁ, ତୁମର ମୃତ୍ୟୁ 15 ବର୍ଷ ପରେ ହେବ। ଆଜି ସେଇ ପ୍ରକାର ଆମ୍ଭେ ମାନେ ଉତ୍ତମ ମିତ୍ର ସ୍ଥାପନ କରିବା ପାଇଁ ପଡିବ, ଆତ୍ମିକ ମିତ୍ର ସ୍ଥାପନ କରିବା ପାଇଁ ପଡିବ। ଯଦି ଆତ୍ମିକ ମିତ୍ରଙ୍କ ସହିତ ଆମେ ନଥିବୁ, ଗୋଟେ ଦିନ ଆସୁଛି, ପ୍ରଥମ କରନ୍ତୀୟ ମୋର ପ୍ରିୟ ପରମେଶ୍ୱରଙ୍କ ଲୋକମାନେ 15 ପର୍ବ ତାର 52 ପଦ, ପ୍ରଥମ କରନ୍ତୀୟ 15 ପର୍ବ ତାର 52 ପଦ, ସେଇ ଦିନ ଆସୁଛି, ସେଇ ଚକ୍ଷୁର ପଲକରେ ଶେଷ ତୁରି ଧ୍ୱନିରେ ମୋର ପ୍ରିୟ ପ୍ରଭୁଙ୍କର ଲୋକମାନେ ଏତେବେଳେ ଆମ୍ଭ ମାନଙ୍କୁ କଣ ହେବା ପାଇଁ ପଡିବ, ଏତେବେଳେ 15 ପର୍ବର ତାର 52 ପଦରେ ଏକ ମୁହୂର୍ତ୍ତରେ ଚକ୍ଷୁର ପଲକରେ ଶେଷ ତୁରି ଧ୍ୱନିରେ ଆମ୍ଭେ ମାନେ ସମସ୍ତେ ପରିବର୍ତ୍ତିତ ହେବା। এই ମିତ୍ରଙ୍କର ସହିତ ଥିଲେ ହିଁ ସେ ମିତ୍ର ଆମକୁ ପରିବର୍ତ୍ତିତ କରିବେ। এই ମିତ୍ରଙ୍କର ସହିତ ଥିଲେ ହିଁ ଆପଣାର ମିତ୍ରକୁ ସେ ଚୁମ୍ବକ ଯେଉଁ ପ୍ରକାର ଲୁହାକୁ ଆକର୍ଷଣ କରେ, ଆପଣାର ଆତ୍ମିକ ମିତ୍ର ମଧ୍ୟ ସେଇ ପ୍ରକାର ଜଗତରେ ଥିବା ମିତ୍ର ମାନଙ୍କୁ ଆକର୍ଷଣ କରିବେ। ତେଣୁକରି ଆମ୍ଭେ ମାନେ ପରିବର୍ତ୍ତିତ ହେବାର ଅଛି ସେଇ ଶେଷ ମୁହୂର୍ତ୍ତରେ। ତେଣୁକରି ମୋର ପ୍ରିୟ ପ୍ରଭୁଙ୍କର ଲୋକମାନେ ଏତେବେଳେ ଯଦି ଦେଖିବା ପାଇଁ ଯିବା, ତାହେଲେ ଆମେ ମାନେ ପାଇପାରୁଛୁ। ମୁଁ ଆହୁରି ଆପଣ ମାନଙ୍କୁ ବହୁତ ବିଶେଷ କିଛି କହିବା ପାଇଁ ଚାହେଁ ନାହିଁ। ସେ ଦିନ ଆସୁଛି, ସେ ମିତ୍ରଙ୍କର ସମୟ ଆସୁଛି, ଜାଗ୍ରତ ହେବା, ପ୍ରସ୍ତୁତ ହେବା। କାରଣ ଗୀତ ରଚକ କହନ୍ତି, ବିଧାୟ ବେଳାରେ ସ୍ୱର୍ଗରେ ମତେ ଯାଇଛନ୍ତି କଥା ଦେଇ। ସେ ମିତ୍ର କହିଛନ୍ତି, ଏ ଜାଗତିକ ମିତ୍ର, ମୁଁ ତୁମ୍ଭ ମାନଙ୍କୁ ନେବା ପାଇଁ ଆସିବି। ସେ କହିଛନ୍ତି, ବିଧାୟ ବେଳାରେ ସ୍ୱର୍ଗରେ ମତେ ଯାଇଛନ୍ତି କଥା ଦେଇ। ଅଜଣା ସେ ଦିନେ ଆସିବେ লগনে, ବର ବେଶ ହୋଇ ନେବେ ମତେ ତାଙ୍କ ସନ୍ନିଧାନୀ ନିକଟକୁ ତାଙ୍କରି ପାଖ। ମୋର ପ୍ରିୟ ପରମେଶ୍ୱରଙ୍କର ଲୋକ, ସେ ଆସିବେ,
आपणार मित्र से आसबे आपण मित्र मान को नेबा पे आसबे से बर बेश धारण करी से आसबे आपणा कन्या रूप को मित्र मान को से तांकर पवित्र राज्य को से नहीं जीवे तेणु करी मु आज ए पठित वाक्य अनुसार आपण मान को कहबा पई चाहे ए जागतिक मित्रता परमेश्वर को ठारे गोटे शत्रुता अटे ए जगत रे हमें जेते मित्र स्थापन कले केवल बुड़वा पई किंतु बढ़वा पई नहीं हमें आत्मिक मित्र स्थापन कले से शेष दिन रे परिवर्तन हेबा परमेश्वर पवित्र राज्य को उत्कृष्ट पक्षी निष्कलंक कपट सदृश तांकर पवित्र राज्य को आम्भे माने उड़ी जीवा तेणु करे आ एते बेले समय तो बहुत हेलानी आ गोटे 2 मिनिट तो गोटे उदाहरण कहि करी आपण मान को समाप्त करि देबा पई चाहे आ 2 मिनिट तो एई प्रकार एते बेले गोटे कोन अछि मूसा आउरी एते बेले बेंगो मूसा आउरी बेंगो से मान दुई जण कोन हेछंती मित्र हेछंती तो ए मूसा एवं बेंगो दुई जण जेते बेले मित्र हेछंती ए मूसा दिने कोन कहला अपना बेंगो मित्र को मित्र तुम्हें आसो आमर घरे आसो आ मुई तुमको कोन करबी आमर घर देखाइबी बोली कर कहला बेंगो हाँ मूसा मित्र मुई मध्य आसबी बोली करी से बेंगो कोन कला मित्रंकर गृह को चली गला ए मूसा मित्रंकर गृह को चली गला ए मूसा मित्र कोन करले बेंगो मित्र मुई जू पटे जीवी तमे मध्य से पटे आसो सेते बेले ए मूसार घर केमती अछि कार हेले गोटे धान रखाई थिबा जागा बड़ बड़ घर ओ तार कोणा भेल सब ए प्रकार अछि बेंगो को से भितरे पसाइला आउरी बाहर करला रो बेंगो कहउछि मूसा मित्र तमर घर तो मुई देखली बहुत बड़ बड़ अछि सेते बेले मूसा कहउछि कोन बोली करी हां मित्र देखलो कि हमर घर केमती अछि बोलबा हेतु तापरे बेंगो कहला मूसा मित्र मुई तो तमर घरे आइली तुमे मध्य दिने आमर घरे आसो सेते बेले मूसा कहउछि कोन बोली करी हां बेंगो मित्र मुई यार काई कि लेट करबी आज एक तुमर सहित जीवी सेते बेले दुई मित्र कोन करले बेंगो खुशी हे गला मोर सहित मोर मित्र आसुछंती बोली ए दुई मित्र जेते बेले जाउछंती सेते बेले बेंगो कोन करला गोटी कुओ पाखे मूसा को नहीं गला आउ से बेंगो कहउछि मूसा मित्र देखो जदि तुमे मोर घर देखबार अछि बोले तुमे कोन करो मोर सहित ए कुओ रे तुमे कोन करो तुमे डेई दियो आसो मोर सहित जीवा बोलबा हेतु कोन कला ए बेंगो से कोन करला से कुओ भितर डेई देला ए मित्र डेइला बोले मूसा मध्य तार घर देखबा पई कुओ भितर कोन करबार अछि डेइबार अछि आज ये मूसा मध्य कोन करला से भितरे डेई देला तार परे परिशेष रे मूसार प्राण चली गला आज सेई प्रकार मोर प्रिय परमेश्वर लोक माने जो मित्रंकर सहित आमे मिसले जहाँकर सहित आमे बंधुता स्थापन कले आमर उन्नति होबो उच्च स्थिति को जीवा आत्मिकतार वृद्धि पाइबा आज सेई प्रकार मित्र आमे माने स्थापन करिबा ए पठित वाक्य द्वारा प्रभु आम समस्त को आशीर्वाद करी उत्तमता मित्र ताहांकर सहित स्थापन करिबा निमंते साहाय्य अनुग्रह दान करंतु आमेन प्रेज द लॉर्ड।